ଜଗଦମ୍ବାଙ୍କ ସମ୍ବନ୍ଧରେ ତୋତାପୁରୀଙ୍କର ଯେପରି ଧାରଣା ଥିଲା, ଅର୍ଦ୍ଧାଭାବିଷ୍ଟ ଠାକୁର ଯେତେବେଳେ ହର୍ଷ ଆନନ୍ଦରେ ତୋତାପୁରୀ ଗୋସ୍ୱାମୀଙ୍କ ନିକଟକୁ ଆସି ତାଙ୍କ ମାତାଙ୍କର ଏପରି ଅନୁମତି କଥା କହିଲେ, ମନ୍ଦିର ଅଭ୍ୟନ୍ତରରେ ପ୍ରତିଷ୍ଠିତ ଦେବୀଙ୍କୁ ହିଁ ଠାକୁର ପ୍ରେମରେ ଏପରି ମାତୃ ସମ୍ବୋଧନ କରୁଛନ୍ତି ଜାଣି ଶ୍ରୀମ ତୋତାପୁରୀ ତାଙ୍କର ବାଳକ ସଦୃଶ ସରଳ ଭାବରେ ମୁଗ୍ଧ ହେଲେ ମଧ୍ୟ ତାଙ୍କର ଏପରି ଆଚରଣ ଅଜ୍ଞତା ଓ କୁସଂସ୍କାରଯୁକ୍ତ ବୋଲି ବୁଝିଲେ। ଏପରି ସିଦ୍ଧାନ୍ତରେ ତାଙ୍କର ଓଠରେ କରୁଣା ଓ ବ୍ୟଙ୍ଗ ମିଶ୍ରିତ ହାସ୍ୟରେଖା ଦେଖାଦେଇଥିଲା। ଏକଥା ଆମେ ଅନୁମାନ କରିପାରୁ, କାରଣ ଶ୍ରୀମ ତୋତାପୁରୀଙ୍କର ତୀକ୍ଷ୍ଣ ବୁଦ୍ଧି ବେଦାନ୍ତୋକ୍ତ କର୍ମଫଳଦାତା ଈଶ୍ୱରଙ୍କ ବ୍ୟତୀତ ଅନ୍ୟ କୌଣସି ଦେବାଦେବୀଙ୍କ ନିକଟରେ ମସ୍ତକ ଅବନତ କରୁନଥିଲା ଏବଂ ବ୍ରହ୍ମଧ୍ୟାନପରାୟଣ ସଂଯତ ସାଧକଙ୍କର ଏପରି ଈଶ୍ୱରଙ୍କର ଅସ୍ତିତ୍ୱରେ ସଦାପୂର୍ଣ୍ଣ ବିଶ୍ୱାସ ଛଡ଼ା କୃପାପ୍ରାର୍ଥୀ ହୋଇ ତାଙ୍କୁ ଭକ୍ତି ଓ ଉପାସନା ଆଦି କରିବାର ପ୍ରୟୋଜନତା ସ୍ୱୀକାର କରୁନଥିଲା। ପୁଣି ତ୍ରିଗୁଣମୟୀ ବ୍ରହ୍ମଶକ୍ତି ମାୟା ତୋତାପୁରୀ ତାହାକୁ ବ୍ରହ୍ମ ମାତ୍ର ଧାରଣା କରି ତାଙ୍କର ବ୍ୟକ୍ତିଗତ ଅସ୍ତିତ୍ୱ ସ୍ୱୀକାର କରିବା ବା ତାଙ୍କର ପ୍ରସନ୍ନତା ପାଇଁ ଉପାସନାର ଆବଶ୍ୟକତା ଅନୁଭବ କରୁନଥିଲେ। ଫଳତଃ ଅଜ୍ଞାନ ବନ୍ଧନରୁ ମୁକ୍ତିଲାଭ ନିମିତ୍ତ ସାଧକର ପୁରୁଷାକାର ଅବଲମ୍ବନ ବ୍ୟତୀତ ଈଶ୍ୱର ବା ଶକ୍ତିଯୁକ୍ତ ବ୍ରହ୍ମଙ୍କର କରୁଣା ଓ ସହାୟତା ପ୍ରାର୍ଥନାର କିଞ୍ଚିତ୍ ମାତ୍ର ସାଫଲ୍ୟ ସେ ପ୍ରାଣରେ ଅନୁଭବ କରୁନଥିଲେ ଏବଂ ଯେଉଁମାନେ ଏପରି କରନ୍ତି ସେମାନେ ଭ୍ରାନ୍ତ ସଂସ୍କାର ବଶତଃ କରିଥାନ୍ତି ବୋଲି ସିଦ୍ଧାନ୍ତ କରୁଥିଲେ। ଠାକୁରଙ୍କର ଗୁପ୍ତ ଭାବରେ ସନ୍ନ୍ୟାସ ଗ୍ରହଣର ଅଭିପ୍ରାୟ ଏହାର କାରଣ। ସେ ଯାହା ହେଉ ତାଙ୍କ ନିକଟରେ ଦୀକ୍ଷିତ ହୋଇ ଜ୍ଞାନ ମାର୍ଗର ସାଧନାରେ ପ୍ରବୃତ୍ତ ହେଲେ ଠାକୁରଙ୍କ ମନର ପୂର୍ବୋକ୍ତ ସଂସ୍କାର ଖୁବ୍ ଶୀଘ୍ର ଦୂରୀଭୂତ ହେବ ଭାବି ତୋତାପୁରୀ ତାଙ୍କୁ ଏ ବିଷୟରେ ସେତେବେଳେ କିଛି ନ କହି ଅନ୍ୟ ପ୍ରସଙ୍ଗରେ ଅବତାରଣା କଲେ ଏବଂ କହିଲେ, ବେଦାନ୍ତ ସାଧନାରେ ଉପଦିଷ୍ଟ ପ୍ରବର୍ତ୍ତାଇବା ପୂର୍ବରୁ ତାଙ୍କୁ ଶିକ୍ଷାସୂତ୍ର ପରିତ୍ୟାଗ କରି ଯଥାଶୀଘ୍ର ସନ୍ନ୍ୟାସ ଗ୍ରହଣ କରିବାକୁ ହେବ। ଠାକୁର ଏକତ୍ର ସ୍ୱୀକୃତି ପ୍ରଦାନ କରିବାକୁ ସାମାନ୍ୟ ଇତସ୍ତତଃ ହୋଇ କହିଲେ, ଗୋପନରେ କଲେ ଯଦି ହୁଏ ତେବେ ସନ୍ନ୍ୟାସ ଗ୍ରହଣ କରିବାରେ ତାଙ୍କର କିଛି ଆପତ୍ତି ନାହିଁ, କିନ୍ତୁ ପ୍ରକାଶରେ ଏହା କରି ତାଙ୍କର ଶୋକସନ୍ତପ୍ତ ବୃଦ୍ଧା ଜନନୀଙ୍କ ପ୍ରାଣରେ ବିଷମ ଆଘାତ ପ୍ରଦାନ କରିବାକୁ ସେ କେବେ ହେଲେ ସମର୍ଥ ହେବେ ନାହିଁ। ତୋତାପୁରୀଜୀ ଠାକୁରଙ୍କର ଏପରି ଅଭିପ୍ରାୟର କଥା ବୁଝିପାରିଲେ ଏବଂ ଉତ୍ତମ କଥା, ଶୁଭ ମୁହୂର୍ତ୍ତ ଦେଖି ତୁମକୁ ଗୋପନରେ ହିଁ ଦୀକ୍ଷିତ କରିବି କହି ପଞ୍ଚବଟୀ ତଳକୁ ଆଗମନ କରି ସେଠାରେ ଆସନ ଲଗାଇଲେ। ଠାକୁରଙ୍କର ସନ୍ନ୍ୟାସ ଦୀକ୍ଷା ଗ୍ରହଣର ପୂର୍ବ କାର୍ଯ୍ୟସମୂହ ସମ୍ପାଦନ। ଏପରି ଶୁଭ ଦିନ ଉପସ୍ଥିତ ହେବା ଜାଣି ତୋତାପୁରୀ ଠାକୁରଙ୍କୁ ପିତୃଗଣଙ୍କର ତୃପ୍ତି ନିମିତ୍ତ ଶ୍ରାଦ୍ଧାଦି କ୍ରିୟା ସମ୍ପନ୍ନ କରିବାକୁ ଆଦେଶ କଲେ ଏବଂ କାର୍ଯ୍ୟ ଶେଷ ହେଲେ ଶିଷ୍ୟଙ୍କର ଆତ୍ମାର ତୃପ୍ତି ନିମିତ୍ତ ଯଥାବିଧାନରେ ପିଣ୍ଡ ପ୍ରଦାନ କରାଇଲେ। କାରଣ ସନ୍ନ୍ୟାସୀ ଦୀକ୍ଷା ଗ୍ରହଣ ସମୟରେ ସାଧକ ବୁରାଦି ସମସ୍ତ ଲୋକପ୍ରାପ୍ତିର ଆଶା ଓ ଅଧିକାର ନିଃଶ୍ୱାସରେ ବର୍ଜନ କରନ୍ତି ବୋଲି ଶାସ୍ତ୍ର ତାଙ୍କୁ ତା ପୂର୍ବରୁ ନିଜର ପ୍ରେତପିଣ୍ଡ ନିଜେ ଦେବାକୁ ଅନୁମତି ଦେଇଛନ୍ତି। ଠାକୁର ଯେତେବେଳେ ତାଙ୍କୁ ଗୁରୁପଦରେ ବରଣ କରିଛନ୍ତି ସେତେବେଳେ ନିଃସଙ୍ଗରେ ତାଙ୍କୁ ଆତ୍ମସମର୍ପଣ ପୂର୍ବକ ସେ ଯେପରି କରିବାକୁ ଆଦେଶ କରିଛନ୍ତି ଅସୀମ ବିଶ୍ୱାସ ସହିତ ତା ଅନୁଷ୍ଠାନ କରିଛନ୍ତି। ଅତଏବ ତୋତାପୁରୀଜୀ ତାଙ୍କୁ ଏବେ ଯେପରି କରିବାକୁ କହୁଥିଲେ ସେ ତାହା ହିଁ ଅକ୍ଷରେ ଅକ୍ଷରେ ଅନୁଷ୍ଠାନ କରୁଥିଲେ। ଏକଥା କହିବା ବାହୁଲ୍ୟ। ଶ୍ରାଦ୍ଧାଦି ପୂର୍ବ କ୍ରିୟା ସମାପନ କରି ସେ ସଂଯତ ହୋଇ ରହିଲେ ଏବଂ ପଞ୍ଚବଟୀରେ ନିଜ ସାଧନ କୁଟୀରରେ ଗୁରୁ ନିର୍ଦ୍ଦିଷ୍ଟ ସକଳ ଦ୍ରବ୍ୟ ଆହରଣ କରି ଆନନ୍ଦରେ ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରିବାକୁ ଲାଗିଲେ। ଏପରି ରାତ୍ରି ଅବସାନରେ ଶୁଭ ବ୍ରାହ୍ମ ମୁହୂର୍ତ୍ତର ଉଦୟ ହେବାରୁ ଗୁରୁ ଓ ଶିଷ୍ୟ ଉଭୟ କୁଟୀରରେ ଉପନୀତ ହେଲେ। ପୂର୍ବକୃତ ସମାପ୍ତ ହେଲା। ହୋମାଦି ପ୍ରଜ୍ୱଳିତ ହେଲା ଏବଂ ଈଶ୍ୱରାର୍ଥେ ସର୍ବସ୍ୱ ତ୍ୟାଗପୂର୍ବକ ଯେଉଁ ବ୍ରତ ସନାତନ କାଳରୁ ଗୁରୁପରମ୍ପରାଗତ ହୋଇ ଭାରତକୁ ଏବେ ମଧ୍ୟ ବ୍ରହ୍ମପଦରେ ଅଧିଷ୍ଠିତ କରିଅଛି, ସେହି ତ୍ୟାଗ ବ୍ରତ ଅବଲମ୍ବନ କରିବା ପୂର୍ବରୁ ଉଚ୍ଚାରିତ ମନ୍ତ୍ରସମୂହର କୃତଗମ୍ଭୀର ଧ୍ୱନିରେ ପଞ୍ଚବଟୀ ଉପବନ ମୁଖରିତ ହୋଇ ଉଠିଲା। ପୁଣ୍ୟତୟା ଭାଗୀରଥୀର ସ୍ନେହପୂର୍ଣ୍ଣ କମ୍ପିତ ବକ୍ଷରେ ସେହି ଧ୍ୱନିର ସୁଖାସ୍ପର୍ଶ ଯେପରି ନୂତନ ଜୀବନର ସଞ୍ଚାର ଆନୟନ କଲା ଏବଂ ଯୁଗାନ୍ତରର ଅଲୌକିକ ସାଧକ ବହୁକାଳ ପରେ ପୁଣି ଭାରତର ଏବଂ ସମଗ୍ର ଜଗତର ବହୁଜନ ହିତାର୍ଥ ସର୍ବସ୍ୱ ତ୍ୟାଗ କରି ବ୍ରତ ଅବଲମ୍ବନ କରୁଛନ୍ତି, ଏ ସମ୍ବାଦ ଜଣାଇବାକୁ ହିଁ ଭାଗୀରଥୀ ଯେପରି ଆନନ୍ଦରେ କଳ କଳ ଗାନ କରି ଦିଗନ୍ତରରେ ପ୍ରବାହିତ ହେବାକୁ ଲାଗିଲା। ଗୁରୁ ମନ୍ତ୍ରପାଠରେ ପ୍ରବୃତ୍ତ ହେଲେ। ଶିଷ୍ୟ ଅବହିତ ଚିତ୍ତରେ ତାହାକୁ ଅନୁସରଣ କରି ଶେଷକୁ ମନ୍ତ୍ର ଉଚ୍ଚାରଣ କରି ସମିଧ ହୁତାସନରେ ଆହୁତି ପ୍ରଦାନ ପାଇଁ ପ୍ରସ୍ତୁତ ହେଲେ। ପ୍ରଥମେ ପ୍ରାର୍ଥନା ମନ୍ତ୍ର ଉଚ୍ଚାରିତ ହେଲା। ସନ୍ନ୍ୟାସ ଗ୍ରହଣ ପୂର୍ବରୁ ସମ୍ପାଦିତ ବିରଜା ହୋମର ସଂଖ୍ୟାପାଠ। ଅନନ୍ତର ବିରଜା ହୋମ ଆରମ୍ଭ ହେଲା। ପୃଥ୍ୱୀ, ଆପ, ତେଜ, ବାୟୁ, ଆକାଶ ରୂପରେ ମୋ ମଧ୍ୟରେ ଅଧିଷ୍ଠିତ ଭୂତ ପଞ୍ଚକ ଶୁଦ୍ଧ ହେଉ। ଆହୁତି ପ୍ରଭାବରେ ରଜଗୁଣ ସମ୍ପୂର୍ଣ୍ଣ ମଳିନତାରୁ ବିମୁକ୍ତ ହୋଇ ମୁଁ ଯେପରି ଜ୍ୟୋତିସ୍ୱରୂପ ହୁଏ। ସ୍ୱାହା। ଠାକୁରଙ୍କର ଶିକ୍ଷାସୂତ୍ରାଦି ପରିତ୍ୟାଗ ପୂର୍ବକ ସନ୍ନ୍ୟାସ ଗ୍ରହଣ। ଏପରି ବହୁତ ଆହୁତି ପ୍ରଦତ୍ତ ହେବା ପରେ ବୁରାଦି ସକଳ ଲୋକଲାଭର ପ୍ରତ୍ୟାଶା ମୁଁ ଏହି ମୁହୂର୍ତ୍ତରେ ତ୍ୟାଗ କଲି ଏବଂ ଜଗତର ସର୍ବଭୂତଙ୍କୁ ଅଭୟ ପ୍ରଦାନ କରୁଅଛି ବୋଲି ହୋମ ପରିସମାପ୍ତି ହେଲା। ଅନନ୍ତର ଶିକ୍ଷାସୂତ୍ର ଓ ଯଜ୍ଞୋପବୀତ ଯଥାବିଧାନରେ ଆହୁତି ଦେଇ ଆବାହନ କାଳରୁ ସାଧକ ପରମ୍ପରାରେ ସେବିତ ଗୁରୁପ୍ରଦତ୍ତ କୌପୀନ କଷାୟ ଓ ନାମରେ ଭୂଷିତ ହୋଇ ଠାକୁର ତୋତାପୁରୀଙ୍କ ନିକଟରୁ ଉପଦେଶ ଗ୍ରହଣ ନିମିତ୍ତ ଉପଦିଷ୍ଟ ହେଲେ।
ଆମମାନଙ୍କ ମଧ୍ୟରୁ କେହି କେହି କହନ୍ତି ସନ୍ନ୍ୟାସ ଦୀକ୍ଷା ଦାନ ସମୟରେ ଶ୍ରୀମଦ୍ ତୋତାପୁରୀ ଗୋସ୍ୱାମୀ ଠାକୁରଙ୍କୁ ଶ୍ରୀରାମକୃଷ୍ଣ ନାମ ପ୍ରଦାନ କରିଥିଲେ। ଅନ୍ୟ କେହି କେହି କହନ୍ତି ଠାକୁରଙ୍କର ପରମ ଭକ୍ତ ସେବକ ଶ୍ରୀ ମଥୁରାମୋହନ ହିଁ ତାଙ୍କୁ ସେହି ନାମରେ ପ୍ରଥମେ ଅଭିହିତ କରିଥିଲେ। ଆମମାନଙ୍କ ନିକଟରେ ପ୍ରଥମ ମତବାଦଟି ସମୀଚୀନ ବୋଲି ମନେ ହୁଏ। ଠାକୁରଙ୍କର ବ୍ରହ୍ମସ୍ୱରୂପର ଅବସ୍ଥା ନିମିତ୍ତ ଶ୍ରୀମଦ୍ ତୋତାପୁରୀଙ୍କର ପ୍ରେରଣା। ତାପରେ ବ୍ରହ୍ମଜ୍ଞ ତୋତାପୁରୀ ଠାକୁରଙ୍କ ବେଦାନ୍ତ ପ୍ରସିଦ୍ଧ ନେତି ନେତି ଉପାୟ ଅବଲମ୍ବନ ପୂର୍ବକ ବ୍ରହ୍ମସ୍ୱରୂପର ଅବସ୍ଥାନ ପାଇଁ ଉତ୍ସାହିତ କରିବାକୁ ଲାଗିଲେ। ସେ କହିଲେ ଏକମାତ୍ର ବ୍ରହ୍ମ ବସ୍ତୁ ହିଁ ନିତ୍ୟ ସତ୍ୟ। ଅଘଟଣ ଘଟଣା ପଟି ଆସି ମାୟା ନିଜ ପ୍ରଭାବରେ ତାକୁ ନାମରୂପ ଦ୍ୱାରା ଖଣ୍ଡିତ ବା ପ୍ରତୀତ କରାଇଲେ ମଧ୍ୟ ସେ ବାସ୍ତବରେ ତାହା ନୁହନ୍ତି। କାରଣ ସମାଧିସ୍ଥ ହେବା ସମୟରେ ମାୟାଜନିତ ଦେଶକାଳ ବା ନାମରୂପର ବିନ୍ଦୁମାତ୍ର ଉପଲବ୍ଧି ହୁଏ ନାହିଁ। ଅତଏବ ନାମରୂପର ସୀମା ମଧ୍ୟରେ ଯାହା କିଛି ଅବସ୍ଥିତ ତାହା କେବେ ହେଲେ ନିତ୍ୟ ବସ୍ତୁ ହୋଇନପାରେ। ନାମରୂପର ଏହି ଦୃଢ଼ ପିଞ୍ଜରକୁ ସିଂହ ବିକ୍ରମରେ ଭେଦ କରି ନିର୍ଗତ ହୋଇଯାଅ। ଆପଣାଠାରେ ଅଭ୍ୟସ୍ଥିତ ଆତ୍ମତତ୍ତ୍ୱର ଅନୁକ୍ଷଣରେ ବୁଡ଼ିଯାଅ। ସମାଧିକୁ ଅବଲମ୍ବନ କରି ସେଥିରେ ଅବସ୍ଥାନ କର। ଦେଖିବ ନାମରୂପକ ଜଗତ ସେତେବେଳେ କେଉଁଆଡ଼େ ଲୋପ ପାଇଯିବ। କ୍ଷୁଦ୍ର ବା ମୁଁ ଅହଂଭାବ ବିରାଟରେ ଲୀନ ଓ ସବିଭୂତ ହୋଇଯିବ ଏବଂ ଅଖଣ୍ଡ ସଚ୍ଚିଦାନନ୍ଦକୁ ନିଜ ସ୍ୱରୂପ ବୋଲି ସାକ୍ଷାତ ପ୍ରତ୍ୟକ୍ଷ କରିବ। ସେହି ସମୟର ଅଭିଜ୍ଞତା ବର୍ଣ୍ଣନା କରି ଠାକୁର କହିଛନ୍ତି, ଦୀକ୍ଷା ପ୍ରଦାନ କରି ସେ ଲଙ୍ଗୁଳି ସନ୍ନ୍ୟାସୀ ମୋତେ ନାନା ସିଦ୍ଧାନ୍ତ ବାକ୍ୟର ଉପଦେଶ ଦେବାକୁ ଲାଗିଲେ ଏବଂ ମନକୁ ସର୍ବଥା ଭାବରେ ନିର୍ବିକଳ୍ପ କରି ଆତ୍ମଧ୍ୟାନରେ ନିମଗ୍ନ ହୋଇଯିବାକୁ କହିଲେ। ମୋର କିନ୍ତୁ ଏପରି ହେଲା ଯେ ଧ୍ୟାନ କରିବାକୁ ବେଶୀ ଚେଷ୍ଟା କଲେ ସୁଦ୍ଧା ମନକୁ ନିର୍ବିକଳ୍ପ କରିପାରିଲି ନାହିଁ କି ନାମରୂପର ଗଣ୍ଠି ଅତିକ୍ରମ କରିପାରିଲି ନାହିଁ। ଆଉ ସବୁଥିରେ ମନକୁ ଓଟାରି ଆଣିପାରିଲି ନାହିଁ ଖୁବ୍ ସହଜରେ। କିନ୍ତୁ ମନ ଯେତେବେଳେ ସବୁଥିରୁ ମୁକ୍ତ ହୋଇଯାଏ ତକ୍ଷଣ ସେ ଜଗଦମ୍ବାଙ୍କର ଚିରପରିଚିତ ଚିଦୋଦ୍ଘନୋଜ୍ଜ୍ୱଳ ହାସ୍ୟମୟ ମୂର୍ତ୍ତି ସେଥିରେ ଜ୍ୱଳନ୍ତ ଜୀବନ୍ତ ଭାବରେ ସମ୍ବୋଧିତ ହୋଇ ସବୁ ପ୍ରକାର ନାମରୂପର ତ୍ୟାଗର କଥା ଏକାବେଳକେ ଭୁଲାଇ ଦିଏ। ଯେତେବେଳେ ପ୍ରତ୍ୟେକ ଥର ସିଦ୍ଧାନ୍ତ ବାକ୍ୟ ସବୁ ଶ୍ରବଣ କରି ଧ୍ୟାନରେ ବସିଲେ ଏବଂ ଏହି ମୂର୍ତ୍ତି ଦେଖାଦେଲା, ସେତେବେଳେ ନିର୍ବିକଳ୍ପ ସମାଧି ବିଷୟରେ ସମ୍ପୂର୍ଣ୍ଣ ନିରାଶ ହୋଇଗଲି। ଥରେ ଆଖି ଖୋଲି ସେ ଲଙ୍ଗୁଳି ସନ୍ନ୍ୟାସୀଙ୍କୁ କହିଲି, ହେଲା ନାହିଁ, ମନକୁ ସମ୍ପୂର୍ଣ୍ଣ ନିର୍ବିକଳ୍ପ କରି ଆତ୍ମଧ୍ୟାନରେ ମଗ୍ନ ହୋଇପାରୁନାହିଁ। ଲଙ୍ଗୁଳି ବାବା ତାହା ଶୁଣି ଖୁବ୍ ଉତ୍ତେଜିତ ହୋଇ ଉଠିଲେ ଏବଂ ତୀବ୍ର କଣ୍ଠରେ ତିରସ୍କାର କରି କହିଲେ, କ୍ୟୁ ନେଇ ହୋଗା, ଜରୁର ହୋଗା। ଏତେ ବଡ଼ କଥା। ଏତକ କହୁ କହୁ ସେ କୁଟୀର ଭିତରେ କ'ଣ ସବୁ ଖୋଜୁ ଖୋଜୁ ଖଣ୍ଡେ ଭଙ୍ଗା କାଚ ପାଇଲେ। ସେ ଭଙ୍ଗା ମୁନିଆ କାଚକୁ ଧରି ତାର ମୁନିଆ ଅଂଶରେ ମୋର ଦୁଇ ଭୁରୁ ମଧ୍ୟରେ ଖୁବ୍ ଜୋରରେ ବିନ୍ଧି ଦେଲେ ଏବଂ କହିଲେ, ମନକୁ ଚାରିଆଡ଼ୁ ଆଣି ଏହି ବିନ୍ଦୁରେ ନିବଦ୍ଧ କର। ମୁଁ ତଦନୁଯାୟୀ ପୁନର୍ବାର ଦୃଢ଼ ସଂକଳ୍ପ କରି ଧ୍ୟାନରେ ବସିଲି ଏବଂ ଜଗଦମ୍ବାଙ୍କ ମୂର୍ତ୍ତି ପୂର୍ବ ଭଳି ମୋ ମନରେ ଉଦିତ ହେବା ମାତ୍ରେ ଜ୍ଞାନକୁ ଅସି ରୂପେ କଳ୍ପନା କରି ଏହାଦ୍ୱାରା ଏହି ମୂର୍ତ୍ତିକୁ ମନେ ମନେ ଦ୍ୱିଖଣ୍ଡ କରି କାଟିଦେଲି। ସେତେବେଳେ ମନରେ ମୋର ଆଉ କୌଣସି ପ୍ରକାର ବିକଳ୍ପ ରହିଲା ନାହିଁ। ଏକାଥରକେ ହୁ ହୁ କରି ଏହି ସମଗ୍ର ନାମରୂପ ରାଜ୍ୟରୁ ଊର୍ଦ୍ଧ୍ୱକୁ ଉଠିଗଲା ଏବଂ ମୁଁ ସମାଧିରେ ନିମଗ୍ନ ହୋଇଗଲି। ଠାକୁର ପୂର୍ବୋକ୍ତ ପ୍ରକାର ସମାଧିସ୍ଥ ହେଲା ପରେ ଶ୍ରୀମଦ୍ ତୋତାପୁରୀ ଅନେକ ବେଳା ଯାଏ ତାଙ୍କ ପାଖରେ ବସି ରହିଲେ। ତାପରେ ନିଃଶବ୍ଦରେ କୁଟୀରର ବାହାରକୁ ଚାଲି ଆସିଲେ। କାଳେ କିଏ କୁଟୀର ଭିତରକୁ ତାଙ୍କୁ ଅଜାଣତରେ ପଶିଯାଇ ଠାକୁରଙ୍କର ଧ୍ୟାନ ଭାଙ୍ଗିଦେବ, ସେଥିଲାଗି ସେ ବାହାରୁ ତାଲା ପକାଇଦେଲେ ଏବଂ କୁଟୀରଠୁ ଅଳ୍ପ ଦୂରରେ ପଞ୍ଚବଟୀ ତଳେ ନିଜ ଆସନରେ ବସି ରହି ଠାକୁର କେତେବେଳେ ସମାଧିରୁ ଉଠି ଦ୍ୱାର ଖୋଲିବାକୁ ଆହ୍ୱାନ କରିବେ ସେ ପ୍ରତୀକ୍ଷାରେ ରହିଲେ। ଦିନଟି କଟିଗଲା। ଆସିଲା ରାତି। ଏହିପରି ଭାବରେ 3 ଦିନ 3 ରାତି ବିତିଗଲା। ତଥାପି ଠାକୁର କୁଟୀର ଭିତରେ ଦ୍ୱାର ଖୋଲିବା ପାଇଁ ଡାକିଲେ ନାହିଁ। ତୋତାପୁରୀଙ୍କର ବିସ୍ମୟର ସୀମା ରହିଲା ନାହିଁ। କୌତୂହଳରେ ସେ ନିଜେ ଆସନ ଛାଡ଼ି ଉଠିଲେ ଏବଂ ଶିଷ୍ୟର ଅବସ୍ଥା କ'ଣ ହେଲା ବୋଲି ବୁଝିବା ଲାଗି ଉତ୍କଣ୍ଠା ସହକାରେ କୁଟୀରର ଦ୍ୱାର ଖୋଲି ଭିତରେ ପ୍ରବେଶ କଲେ। ଘର ଭିତରେ ସେ ଦେଖିଲେ ଯେ ସେ 3 ଦିନ କାଳେ ଯେପରି ବସାଇ ଦେଇଥିଲେ ଠାକୁର ଠିକ୍ ସେହିପରି ବସି ରହିଛନ୍ତି। ଦେହର ପ୍ରାଣର ପ୍ରକାଶ ମାତ୍ର ନାହିଁ, କିନ୍ତୁ ମୁଖମଣ୍ଡଳ ପ୍ରଶାନ୍ତ, ଗମ୍ଭୀର ଓ ଜ୍ୟୋତିପୂର୍ଣ୍ଣ। ତୋତାପୁରୀ ବୁଝିଲେ ଯେ ତାଙ୍କର ଶିଷ୍ୟ ବର୍ତ୍ତମାନ ବହିର୍ଜଗତ ସମ୍ବନ୍ଧରେ ସମ୍ପୂର୍ଣ୍ଣ ମୃତକଳ୍ପ। ନିତ୍ୟନିର୍ବୋଧ ସମ୍ପନ୍ନ ପ୍ରଦୀପ ସଦୃଶ ତାଙ୍କର ଚିତ୍ତ ବ୍ରହ୍ମରେ ଲୀନ ହୋଇ ଅବସ୍ଥାନ କରୁଅଛି। ସମାଧିରୁ ଆସି ତୋତାପୁରୀ ସ୍ତମ୍ଭିତ ହୃଦୟରେ ଭାବିବାକୁ ଲାଗିଲେ, ଯାହା ମୁଁ ଆଖିରେ ଦେଖୁଛି ତାହା କ'ଣ ବାସ୍ତବିକ ସତ୍ୟ? 40 ବର୍ଷ ବ୍ୟାପୀ କଠୋର ସାଧନାରେ ଯେଉଁ ସିଦ୍ଧି ଜୀବନରେ ଉପଲବ୍ଧି କରିବାକୁ ସକ୍ଷମ ହେଲି, ତାହା କ'ଣ ଏହି ମହାପୁରୁଷ ସତକୁ ଗୋଟିଏ ଦିନରେ ଅର୍ଥାତ୍ ଅନ୍ୟ ମତ ଅନୁଯାୟୀ 3 ଦିନରେ ଆୟତ୍ତ କରିଦେଲେ? ସନ୍ଦେହ ବେଗରେ ତୋତା ପୁନର୍ବାର ପରୀକ୍ଷା କରି ବସିଲେ। ତନ୍ନ କରି ଶିଷ୍ୟ ଦେହରେ ପ୍ରକାଶିତ ଲକ୍ଷଣଗୁଡ଼ିକୁ ଅନୁଧ୍ୟାନ କରିବାକୁ ଲାଗିଲେ। ହୃଦୟ ସ୍ପନ୍ଦିତ ହେଉଛି କି ନାହିଁ, ନାସିକା ଦ୍ୱାରରେ ବିନ୍ଦୁମାତ୍ର ବାୟୁ ନିର୍ଗତ ହେଉଛି କି ନାହିଁ, ସବୁ କଥା ବିଷୟ ଭାବରେ ପରୀକ୍ଷା କଲେ। ଧୀରସ୍ଥିର କାଠଖଣ୍ଡ ସଦୃଶ ଶିଷ୍ୟଙ୍କର ଶରୀରଟାକୁ ବାରମ୍ବାର ସ୍ପର୍ଶ କରିବାକୁ ଲାଗିଲେ। କିଞ୍ଚିତ୍ ମାତ୍ର ବିକାର, ବୈଲକ୍ଷଣ୍ୟ ବା ଚେତନାର ଉଦୟ ହେଲା ନାହିଁ। ସେତେବେଳେ ବିସ୍ମୟରେ ଆବିର୍ଭୂତ ହୋଇ ତୋତାପୁରୀ ଚିତ୍କାର କରି ଉଠିଲେ,
ये क्या है देवी माया? सत्य सत्य ହିଁ ସମାଧି। ବେଦାନ୍ତ ଜ୍ଞାନ ମାର୍ଗର ଚରମ ଫଳ ଏ ନିର୍ବିକଳ୍ପ ସମାଧି ଗୋଟିଏ ଦିନ ରହିଗଲା। ଦେବତାଙ୍କର କି ଅଦ୍ଭୁତ ମାୟା। ତାପରେ ତୋତାପରି ଭାବିଲେ ବର୍ତ୍ତମାନ ଶିଶୁକୁ ସମାଧିରୁ ଉଠାଇବାକୁ ହେବ। ତଦନୁଯାୟୀ ସେ ବିଧି ଅନୁସାରେ ସମାଧି ଭଙ୍ଗ ପ୍ରକ୍ରିୟା ଆରମ୍ଭ କରିଦେଲେ। ସଙ୍ଗେ ସଙ୍ଗେ ହରି ଓ ମନ୍ତ୍ରର ସୁଗଭୀର ଆରାମରେ ପଞ୍ଚବଟୀର ଜଳସ୍ଥଳ ପ୍ରେମ ପୂର୍ଣ୍ଣ ହୋଇ ଉଠିଲା। ଧୀରେ ଧୀରେ ନିର୍ବିକଳ୍ପ ସମାଧି ଶିଷ୍ୟଙ୍କର ମନ ଅଦ୍ୱୈତ ଭୂମିରେ ଭାବରାଜ୍ୟର ଚତୁର ଭୂମିକୁ ଓହ୍ଲାଇ ଆସିଲା। ଆନନ୍ଦ ଉଦ୍ବେଳିତ ଅନ୍ତରରେ ଶିଷ୍ୟ ବ୍ରହ୍ମାଜ୍ଞ ଗୁରୁଙ୍କର ପାଦ ବନ୍ଦନା କଲେ। ଏକାଦିକ୍ରମେ 11 ମାସ ଦକ୍ଷିଣେଶ୍ୱରରେ ଅବସ୍ଥାନ କରି ଶ୍ରୀମତ୍ ତୋତା ଉତ୍ତର ପଶ୍ଚିମାଞ୍ଚଳକୁ ପ୍ରସ୍ଥାନ କଲେ। ଏହି ଘଟଣାର ଅବ୍ୟବହିତ ପରେ ହିଁ ଠାକୁରଙ୍କ ମନରେ ଦୃଢ଼ ସଂକଳ୍ପ ଉପଜିଲା ଯେ ସେ ଏବେଠାରୁ ନିରନ୍ତର ନିର୍ବିକଳ୍ପ ଅଦ୍ୱୈତ ଭୂମିରେ ଅବସ୍ଥାନ କରିବେ। କିପରି ସେ ସେହି ସଂକଳ୍ପ କାର୍ଯ୍ୟରେ ପରିଣତ କରିଥିଲେ, ଜୀବକୋଟି ରାଧାକୃଷ୍ଣଙ୍କ କଥା ଦୂରେ ଥାଉ, ଅବତାର ପ୍ରତିମ ଅଧିକାରିକ ବ୍ୟକ୍ତିମାନେ ମଧ୍ୟ ଯେଉଁ ଘନୀଭୂତ ଅଦ୍ୱୈତ ଅବସ୍ଥାରେ ବହୁକାଳ ଅବସ୍ଥାନ କରିବାକୁ ସକ୍ଷମ ହୋଇନଥାନ୍ତି, ସେହି ଭୂମିରେ କିପରି ସେ ନିରନ୍ତର 6 ମାସ କାଳ ଅବସ୍ଥାନ କରିବାକୁ ସକ୍ଷମ ହୋଇଥିଲେ ଏବଂ ଏହି ସମୟରେ କିପରି ଜନୈକ ସାଧୁପୁରୁଷ କାଳୀମନ୍ଦିରକୁ ଆଗମନ କରି ଠାକୁରଙ୍କ ଦ୍ୱାରା ପରେ ଲୋକ କଲ୍ୟାଣ ବିଶେଷ ରୂପରେ ସାଧିତ ହେବ, ଏହା ଜାଣିପାରି 6 ମାସ ରହି ନାନା ଉପାୟରେ ତାଙ୍କର ଶରୀର ରକ୍ଷା କରିଥିଲେ। ସେ ସମସ୍ତ କଥା ଆମେ ପାଠକମାନଙ୍କୁ ଅନ୍ୟତ୍ର କହିଛୁ। ଅତଏବ ଠାକୁରଙ୍କ ସହାୟତାରେ ଏହି ସମୟରେ ମଥୁର ବାବୁଙ୍କ ଜୀବନରେ ଯେଉଁ ସବୁ ବିଶେଷ ଘଟଣା ଘଟିଥିଲା, ସେ ସମସ୍ତ ଉଲ୍ଲେଖ କରି ଆମେ ଅଧ୍ୟାୟର ଉପସଂହାର କରିବୁ। ଠାକୁର ଜଗଦମ୍ବା ଦାସୀଙ୍କର କଠିନ ପୀଡ଼ା ଆରୋଗ୍ୟ କରିବା। ଠାକୁରଙ୍କଠାରେ ନାନା ପ୍ରକାର ଦୈବୀ ଶକ୍ତିର ଦର୍ଶନରେ ଶ୍ରୀଯୁକ୍ତ ମଥୁର ମୋହନଙ୍କର ଭକ୍ତି ବିଶ୍ୱାସ ଏହା ପୂର୍ବରୁ ହିଁ ତାଙ୍କ ପ୍ରତି ବିଶେଷ ଭାବରେ ବର୍ଦ୍ଧିତ ହୋଇଥିଲା। ଏହି ସମୟରେ ଗୋଟିଏ ଘଟଣା ଉକ୍ତ ଉକ୍ତିର ଅଧିକତର ଅଚଳ ଭାବ ଧାରଣା ପୂର୍ବକ ଚିରକାଳ ତାଙ୍କୁ ଠାକୁରଙ୍କର ଶରଣାପନ୍ନ ରଖିଥିଲା। ମଥୁର ମୋହନଙ୍କ ଦ୍ୱିତୀୟ ପତ୍ନୀ ଶ୍ରୀମତୀ ଜଗଦମ୍ବା ଦାସୀ ଏହି ସମୟରେ ଗ୍ରହଣୀ ରୋଗରେ ଆକ୍ରାନ୍ତ ହେଲେ। ଉକ୍ତ ରୋଗ ଏତେ ବଢ଼ିଲା ଯେ କଲିକତାର ସୁପ୍ରସିଦ୍ଧ ଡାକ୍ତର ବୈଦ୍ୟମାନେ ତାଙ୍କର ଜୀବନରକ୍ଷା ସମ୍ବନ୍ଧରେ ପ୍ରଥମେ ସଂଶୟାଚ୍ଛନ୍ନ ଓ ପରେ ହତାଶ ହୋଇଥିଲେ। ଠାକୁରଙ୍କ ନିକଟରୁ ଶୁଣିଛି ମଥୁର ମୋହନ ସୁପୁରୁଷ ଥିଲେ, କିନ୍ତୁ ଦରିଦ୍ରାଘରେ ଜନ୍ମଗ୍ରହଣ କରିଥିଲେ। ରୂପବାନ ଦେଖି ରାଣୀ ରାସମଣୀ ତାଙ୍କୁ ପ୍ରଥମେ ନିଜର ତୃତୀୟ କନ୍ୟା ଶ୍ରୀମତୀ କରୁଣାମୟଙ୍କ ସହିତ ଏବଂ ସେହି କନ୍ୟାର ମୃତ୍ୟୁ ପରେ ପୁନରାୟ ନିଜର କନିଷ୍ଠ କନ୍ୟା ଶ୍ରୀମତୀ ଜଗଦମ୍ବା ଦାସୀଙ୍କ ସହିତ ବିବାହ କରାଇଥିଲେ। ତେଣୁ ବିବାହ ପରେ ଶ୍ରୀଯୁକ୍ତ ମଥୁରଙ୍କର ଅବସ୍ଥାର ପରିବର୍ତ୍ତନ ହୋଇଥିଲା ଏବଂ ନିଜ ବୁଦ୍ଧିବଳ ଓ କାର୍ଯ୍ୟଦକ୍ଷତା ଯୋଗୁଁ କ୍ରମେ ନିଜ ଶ୍ୱଶୁର ଠାକୁରାଣୀଙ୍କର ଦକ୍ଷିଣାସ୍ଥ ସ୍ୱରୂପ ହୋଇ ଉଠିଥିଲେ। ଏହାପରେ ରାଣୀ ରାସମଣୀଙ୍କ ଦେହାନ୍ତ ପରେ ସେ କିପରି ଭାବେ ରାଣୀଙ୍କ ବିଷୟ ସଂକ୍ରାନ୍ତ ସକଳ କାର୍ଯ୍ୟ ପରିଚାଳନା କରି ଏକ ପ୍ରକାର ଆଧିପତ୍ୟ ଲାଭ କରିଥିଲେ, ତାହା ଆମେ ପାଠକବର୍ଗଙ୍କୁ ଏହା ପୂର୍ବରୁ ଜଣାଇ ସାରିଛୁ। ଜଗଦମ୍ବା ଦାସୀଙ୍କର ସାଂଘାତିକ ରୋଗରେ ମଥୁର ମୋହନ କେବଳ ଯେ ପ୍ରିୟତମ ପତ୍ନୀଙ୍କୁ ହରାଇବାକୁ ବସିଥିଲେ ତାହା ନୁହେଁ, ଏହା ସହିତ ଶାଶୁଙ୍କର ବିଷୟ ସମ୍ପତ୍ତିର ଆଧିପତ୍ୟ ମଧ୍ୟ ହରାଇବାକୁ ବସିଥିଲେ। ସୁତରାଂ ତାଙ୍କ ମନର ତତ୍କାଳୀନ ଅବସ୍ଥା ସମ୍ବନ୍ଧରେ ଅଧିକ କଥା କହିବା ନିଷ୍ପ୍ରୟୋଜନ। ରୋଗର ଅବସ୍ଥା ଦେଖି ଡାକ୍ତର ବୈଦ୍ୟମାନେ ଯେତେବେଳେ ତାଙ୍କ ଜୀବନର ଆଶା ଛାଡ଼ିଦେଲେ, ମଥୁରବାବୁ ସେତେବେଳେ କାତର ହୋଇ ଦକ୍ଷିଣେଶ୍ୱରକୁ ଆସି ପ୍ରଥମେ କାଳୀ ମନ୍ଦିରରେ ଜଗନ୍ମାତାଙ୍କୁ ପ୍ରଣାମ କରିସାରି ଠାକୁରଙ୍କୁ ଖୋଜି ଖୋଜି ପଞ୍ଚବଟୀକୁ ଆସିଲେ। ତାଙ୍କର ଏହି ପ୍ରକାର ଉନ୍ମତ୍ତପ୍ରାୟ ଅବସ୍ଥା ଦେଖି ଠାକୁର ତାଙ୍କୁ ପାଖରେ ବସାଇଲେ ଏବଂ ଏପରି ଅବସ୍ଥାର କାରଣ ପଚାରିଲେ। ମଥୁରବାବୁ ତାଙ୍କ ପାଦ ତଳେ ପଡ଼ି ଅଶ୍ରୁପୂର୍ଣ୍ଣ ଚକ୍ଷୁରେ ସବୁ କଥା କହି ଦୀନ ଭାବରେ କାନ୍ଦିବାକୁ ଲାଗିଲେ। କହିଲେ, ମୋର ତ ଯାହା ହେବା କଥା ହେବ। ବାବା, ତୁମ ସେବାର ଅଧିକରୁ ବଞ୍ଚିତ ହେବାକୁ ଯାଉଛି। ତୁମର ସେବା ଆଉ କରିପାରିବି ନାହିଁ। ମଥୁରଙ୍କର ଏପରି ଦୟନୀୟ ଅବସ୍ଥା ଦେଖି ଠାକୁରଙ୍କର ହୃଦୟ କରୁଣାରେ ପୂର୍ଣ୍ଣ ହେଲା। ଠାକୁର ଭାବାବିଷ୍ଟ ହୋଇ ତାଙ୍କୁ କହିଲେ, ଭୟ ନାହିଁ, ତୁମର ପତ୍ନୀ ଆରୋଗ୍ୟ ଲାଭ କରିବେ। ବିଶ୍ୱାସୀ ମଥୁର ଠାକୁରଙ୍କୁ ସାକ୍ଷାତ ଦେବତା ଜ୍ଞାନ କରୁଥିଲେ। ତେଣୁ ତାଙ୍କ ଅଭୟ ବାଣୀରେ ବିଶେଷ ଆଶ୍ୱସ୍ତ ହୋଇ ସେଦିନ ବିଦାୟ ଗ୍ରହଣ କଲେ। ଏହାପରେ ଯାନବଜାରକୁ ଫେରି ସେ ଦେଖିଲେ ଜଗଦମ୍ବା ଦାସୀଙ୍କର ଅବସ୍ଥାରେ ପରିବର୍ତ୍ତନ ହୋଇଛି। ଠାକୁର କହୁଥିଲେ ସେହିଦିନଠାରୁ ଜଗଦମ୍ବା ଦାସୀ ଧୀରେ ଧୀରେ ଆରୋଗ୍ୟ ଲାଭ କରିବାକୁ ଲାଗିଲେ ଏବଂ ତାହାର ରୋଗର ଭୋଗ ନିଜ ଶରୀର ଦେଖାଇ ଏ ଶରୀର ଉପରେ ହେବାକୁ ଲାଗିଲା। ଜଗଦମ୍ବା ଦାସୀଙ୍କୁ ଭଲ କରି 6 ମାସ କାଳ ପେଟର ଯନ୍ତ୍ରଣା ଓ ଅନ୍ୟାନ୍ୟ କଷ୍ଟ ଭୋଗିବାକୁ ପଡ଼ିଥିଲା। ଶ୍ରୀଯୁକ୍ତ ମଥୁରଙ୍କର ଠାକୁରଙ୍କ ପ୍ରତି ଅଦ୍ଭୁତ ପ୍ରେମପୂର୍ଣ୍ଣ ସେବାର କଥା ଆଲୋଚନା କରିବା ସମୟରେ ଠାକୁର ଦିନେ ଆମମାନଙ୍କ ନିକଟରେ ପୂର୍ବୋକ୍ତ ଘଟଣା ଉଲ୍ଲେଖ କରି କହିଥିଲେ, ମଥୁର ଯେଉଁ 14 ବର୍ଷ ମୋର ସେବା କରିଥିଲା, ସେ କ'ଣ ସେମିତି ଖାଲି କରିଥିଲା?
ମା ତାକୁ ନିଜ ଶରୀର ଦେଖାଇ ଏହା ଭିତରେ ଦେଇ ନାନା ପ୍ରକାର ଅଦ୍ଭୁତ ବିଷୟ ଦେଖାଇଥିଲେ। ସେଥିପାଇଁ ହିଁ ସେ ଏତେ ସେବା କରିଥିଲା। ବେଦାନ୍ତ ସାଧନାର ଅବଶିଷ୍ଟ କଥା ଏବଂ ଇସଲାମ ଧର୍ମ ସାଧନା। ଠାକୁରଙ୍କର କଥନ ବ୍ୟାଧି ଏହି ସମୟରେ ମନର ଅପୂର୍ବ ଆଚରଣ। ଜଗଦମ୍ବା ଦାସୀଙ୍କର ସାଂଘାତିକ ରୋଗ ଆରୋଗ୍ୟ କରିଥିବା ହେତୁ ହେଉ ବା ଅଦ୍ୱୈତ ଭାବନାରେ ନିରନ୍ତର ଅବସ୍ଥାନ କରିବା ପାଇଁ ଠାକୁର ଦୀର୍ଘ 6 ମାସ କାଳ ପର୍ଯ୍ୟନ୍ତ ଯେଉଁ ଅମାନୁଷିକ ଚେଷ୍ଟା କରିଥିଲେ ତା ଫଳରେ ହେଉ ତାଙ୍କର ଦୃଢ଼ ଶରୀର ଭଗ୍ନ ହୋଇ ଏବେ କେତେ ମାସ ପର୍ଯ୍ୟନ୍ତ ରୋଗାଗ୍ରସ୍ତ ହୋଇ ପଡ଼ିଥିଲା। ତାଙ୍କ ନିକଟରୁ ଶୁଣିଛୁ ଏ ସମୟରେ ସେ ଆମାଶୟ ରୋଗରେ ଆକ୍ରାନ୍ତ ହୋଇଥିଲେ। ବନଜାର ହୃଦୟ ତାଙ୍କ ସେବାରେ ନିଯୁକ୍ତ ଥିଲେ ଏବଂ ଶ୍ରୀଯୁକ୍ତ ମଥୁର ତାଙ୍କୁ ସୁସ୍ଥ ଓ ରୋଗମୁକ୍ତ କରିବା ପାଇଁ ପ୍ରସିଦ୍ଧ କବିରାଜ ଗଙ୍ଗାପ୍ରସାଦ ସେନଙ୍କ ଦ୍ୱାରା ଚିକିତ୍ସା ପଦ୍ଧତିରେ ବିଶେଷ ବନ୍ଦୋବସ୍ତ କରିଥିଲେ। ଠାକୁରଙ୍କର ଶରୀର ଏପରି ବ୍ୟାଧିଗ୍ରସ୍ତ ହୋଇଥିଲେ ମଧ୍ୟ ତାଙ୍କର ଦେହବଦ୍ରହିତ ମନ ଏବେ ଯେଉଁ ଅପୂର୍ବ ଶାନ୍ତି ଓ ନିରବଚ୍ଛିନ୍ନ ଆନନ୍ଦର ଅବସ୍ଥାନ କରୁଥିଲା ତାହା ଅବର୍ଣ୍ଣନୀୟ। ବିନ୍ଦୁମାତ୍ର ଉତ୍ତେଜନାରେ ତା ଶରୀର ବ୍ୟାଧି ଓ ସଂସାରର ସମସ୍ତ ବିଷୟରେ ପୃଥକ ହୋଇ ନିର୍ବିକଳ୍ପ ଭୂମିରେ ଉପନୀତ ହେଉଥିଲା ଏବଂ ବ୍ରହ୍ମ ଆତ୍ମା ଈଶ୍ୱରଙ୍କ ଶରଣ ମାତ୍ରେ ହିଁ ଅନ୍ୟ ସମସ୍ତ କଥା ଭୁଲି ତନ୍ମୟ ହୋଇ କିଛି ସମୟ ପାଇଁ ନିଜର ପୃଥକ ଅସ୍ତିତ୍ୱବୋଧ ହରାଉଥିଲା। ଆମେ ଅନ୍ୟତ୍ର କହିଛୁ ନିର୍ବିକଳ୍ପ ଭୂମିରେ ନିରନ୍ତର ରହିଥିବା ବେଳର ଶେଷ ଭାଗରେ ଠାକୁରଙ୍କର ବିଚିତ୍ର ଦର୍ଶନ ବା ଉପଲବ୍ଧି ହୋଇଥିଲା। ଭାବମୁଖରେ ଅବସ୍ଥାନ କରିବା ପାଇଁ ସେ ତୃତୀୟ ଥର ଆଦିଷ୍ଟ ହୋଇଥିଲେ। ଦର୍ଶନ ବୋଲି ଏ ବିଷୟ ଉଲ୍ଲେଖ ହୋଇଥିଲେ ମଧ୍ୟ ଏହା ଯେ ତାଙ୍କର ପ୍ରାଣପୂର୍ଣ୍ଣ ଉପଲବ୍ଧିର କଥା ଏହାକୁ ପାଠକମାନେ ବୁଝିପାରିବେ। କାରଣ ପୂର୍ବର ଦୁଇଥର ପରି ଠାକୁର ଏ ସମୟରେ କୌଣସି ଦୁଷ୍ଟ ମୂର୍ତ୍ତିଙ୍କ ମୁହଁରୁ ଏକଥା ଶୁଣିନଥିଲେ, ବରଂ ତୁରୀୟ ଅଦ୍ୱୈତ ତତ୍ତ୍ୱରେ ସମ୍ପୂର୍ଣ୍ଣ ଏକୀଭୂତ ହୋଇ ଅବସ୍ଥାନ ନ କରି ସେତେବେଳେ ତାଙ୍କର ମନ ଉକ୍ତ ତତ୍ତ୍ୱରୁ ସାମାନ୍ୟ ପୃଥକ ହୋଇ ନିଜକୁ ସଗୁଣ ବିରାଟ ବ୍ରହ୍ମଙ୍କର ବା ଶ୍ରୀ ଜଗଦମ୍ବାଙ୍କର ଅଂଶ ବୋଲି ପ୍ରତ୍ୟକ୍ଷ କରୁଥିଲା। ସେତେବେଳେ ଏହା ସେହି ବିରାଟ ବ୍ରହ୍ମଙ୍କର ବିରାଟ ମନରେ ଏପରି ଭାବ ବା ଇଚ୍ଛାର ବିଦ୍ୟମାନତା ସାକ୍ଷାତ ଉପଲବ୍ଧି କରିଥିଲା। ବ୍ରହ୍ମଜ୍ଞାନ ଲାଭ ପୂର୍ବରୁ ସାଧକଙ୍କର ଜାତି ସ୍ୱରୂପ ସମ୍ବନ୍ଧୀୟ ଶାସ୍ତ୍ରୀୟ କଥା। ଏପରି ଅସାଧାରଣ ଉପଲବ୍ଧି ମାନ ଠାକୁରଙ୍କର କିପରି ହୋଇଥିଲା ବୁଝିବାକୁ ଗଲେ ଶାସ୍ତ୍ରର କେତୋଟି କଥା ଆପଣଙ୍କୁ ସ୍ମରଣ କରିବାକୁ ହେବ। ଶାସ୍ତ୍ର କହନ୍ତି ଅଦ୍ୱୈତ ଭାବ ସହାୟତାରେ ଜ୍ଞାନ ସ୍ୱରୂପରେ ପୂର୍ଣ୍ଣ ରୂପରେ ଅବସ୍ଥାନ କରିବା ପୂର୍ବରୁ ସାଧକ ଜାତି ସ୍ୱରୂପ ଲାଭ କରିଥାନ୍ତି କିମ୍ବା ଏହି ଭାବର ପରିପକ୍ୱତାରେ ତାଙ୍କର ଶ୍ରୁତି ସେତେବେଳେ ଏତେଦୂର ପରିଣତ ଅବସ୍ଥାରେ ପ୍ରାପ୍ତ ହୋଇଥାଏ ଯେ ଏହା ପୂର୍ବରୁ ସେ ଯେଉଁ ଭାବରେ ଯେଉଁଠାରେ ଯେତେ ଥର ଶରୀର ପରିଗଣ ପୂର୍ବକ ଯାହା କିଛି ସୁକୃତ ଓ ଦୁଷ୍କୃତର ଅନୁଷ୍ଠାନ କରିଥିଲେ ସେସବୁ କଥା ତାଙ୍କ ସ୍ମରଣରେ ଆସିଯାଇଥାଏ। ଫଳରେ ସଂସାରର ସମସ୍ତ ବିଷୟରେ ନଶ୍ୱରତା ଓ ରୂପରସାଦି ଭୋଗ ସୁଖର ପଶ୍ଚାତଧାବିତ ହୋଇ ବାରମ୍ବାର ଏ ଭାବରେ ଜଘନ୍ୟ ପରିଗ୍ରହରେ ନିଷ୍ଫଳତା ସମ୍ୟକ୍ ପ୍ରତ୍ୟକ୍ଷୀଭୂତ ହୋଇ ତାଙ୍କ ମନରେ ତୀବ୍ର ବୈରାଗ୍ୟ ଉପସ୍ଥିତ ହୁଏ ଏବଂ ସେହି ବୈରାଗ୍ୟ ସହାୟତାରେ ତାଙ୍କର ପ୍ରାଣ ସର୍ବବିଧ ବାସନାଗୁଡ଼ିକରୁ ସମ୍ପୂର୍ଣ୍ଣ ପୃଥକ ହୋଇ ଦଣ୍ଡାୟମାନ ହୋଇଥାଏ। ତୋତାପୁରୀଙ୍କର ମାୟା ଶକ୍ତିର ସ୍ୱରୂପ ଦର୍ଶନ। ବେଦାନ୍ତ ଶାସ୍ତ୍ରରେ ଅଛି ଯେ ବ୍ରହ୍ମଜ୍ଞାନ ହେଲେ ମନୁଷ୍ୟ ସମ୍ପୂର୍ଣ୍ଣ ଭୟଶୂନ୍ୟ ହୋଇଯାଏ। ଯେ ସତକୁ ସତ ଦେଖିପାରେ ଯେ ଜଗତରେ ଏକ ଭିନ୍ନ ଦ୍ୱିତୀୟ ବସ୍ତୁ ବ୍ୟକ୍ତି ନାହିଁ, ତାହାର କିପରି ବା ଭୟ ଆସିବ। ଠାକୁର କହୁଥିଲେ ଏହି ପ୍ରକାର ଜ୍ଞାନରେ ସମ୍ପୂର୍ଣ୍ଣ ରୂପେ ରହିଲେ ଜୀବର ଦେହ 21 ଦିନ ମାତ୍ର ରହି ଶୁଦ୍ଧ ଶୁଷ୍କ ପାତ୍ର ପରି ଝରି ପଡ଼େ ଏବଂ ସେ ଆଉ ଥରେ ଅହଙ୍ଗାନ ଧରି ସଂସାରକୁ ଫେରି ଆସେ ନାହିଁ। ଜୀବନମୁକ୍ତ ପୁରୁଷମାନଙ୍କର ମଧ୍ୟେ ମଧ୍ୟେ ଏହି ସ୍ୱଳ୍ପ କାଳ ଲାଗି ଏହି ଜ୍ଞାନର ଅବସ୍ଥାନ ଓ ଆତ୍ମାର ଦର୍ଶନ ହେଉ ପରିଶେଷରେ ପୂର୍ଣ୍ଣ ଅବସ୍ଥାନ ଦର୍ଶନ ହୋଇଯାଏ। ନିତ୍ୟମୁକ୍ତ ଈଶ୍ୱର କୋଟି ପୁରୁଷ ଯେଉଁମାନେ କୌଣସି ବିଶେଷ ସତ୍ୟରେ ପ୍ରତିଷ୍ଠା କରି ବହୁ ଲୋକଙ୍କର କଲ୍ୟାଣ ସାଧନ କରିବାକୁ ଜଗତରେ ଜନ୍ମଗ୍ରହଣ କରିଥାନ୍ତି ସେମାନେ ବାକ୍ୟଲୋଭ ମଧ୍ୟ ସ୍ୱଳ୍ପ କାଳ ପାଇଁ ଏହି ଜ୍ଞାନରେ ଅବସ୍ଥାନ କରନ୍ତି ଏବଂ ଯେଉଁ କର୍ମ ନିମିତ୍ତ ସେମାନେ ଆସିଥାନ୍ତି ସେ କର୍ମ ଶେଷ ହେଲେ ପରିଶେଷରେ ସମ୍ପୂର୍ଣ୍ଣ ଭାବରେ ଜ୍ଞାନ ସ୍ୱରୂପରେ ଅବସ୍ଥାନ କରନ୍ତି। ହେଲେ ପରିଶେଷରେ ପୁନଶ୍ଚ ଯେଉଁମାନେ ସ୍ୱୟଂ ଈଶ୍ୱର ଓ ମାନବ କଲ୍ୟାଣ ପାଇଁ ମୂର୍ତ୍ତି ପରିଗ୍ରହଣ କରି ଆସିଥାନ୍ତି ସେ ଅବତାର ପୁରୁଷମାନେ ଏହି ପୂର୍ଣ୍ଣ ଜ୍ଞାନ ଅବସ୍ଥାରୁ ବାଲ୍ୟାବଧି ନିଜ ଇଚ୍ଛା ଅନୁସାରେ ଉଠିପାରନ୍ତି ଏବଂ ଯେତେ କାଳ ଇଚ୍ଛା ସେଠାରେ ଅବସ୍ଥାନ କରିପାରନ୍ତି ଏବଂ ପୁନରାୟ ଇଚ୍ଛା ଅନୁସାରେ ଲୋକ କଲ୍ୟାଣ ଉଦ୍ଦେଶ୍ୟରେ ଜନ୍ମ ଜରା ଶୋକ ହର୍ଷାଦିର ମିଳନ ଭୂମି ସଂସାରକୁ ଫେରିପାରନ୍ତି। ଠାକୁରଙ୍କର ଶିକ୍ଷାଗୁରୁ ଶ୍ରୀମତ୍ ତୋତାପୁରୀ ଗୋସ୍ୱାମୀ 40 ବର୍ଷର କଠୋର ସାଧନା ଫଳରେ ପୂର୍ବୋକ୍ତ ଜୀବନମୁକ୍ତ ଅବସ୍ଥା ଲାଭ କରିଥିଲେ ଏବଂ ନିତ୍ୟମୁକ୍ତ ବାୟୁ ସଦୃଶ ସେ ବାଧାଶୂନ୍ୟ ହୋଇ ଯଥେଚ୍ଛା ବିଚରଣ କରି ବୁଲୁଥିଲେ।
ଏ ବାୟୁ ଭଳି ସଂସାରର ଦୋଷଗୁଣ ତାଙ୍କୁ କେବେ ସ୍ପର୍ଶ କରିପାରୁନଥିଲା ଏବଂ ସେ 3 ଦିନରୁ ଅଧିକ କେଉଁଠାରେ ଅବସ୍ଥାନ କରୁନଥିଲେ। କିନ୍ତୁ ଠାକୁରଙ୍କର ଅଦ୍ଭୁତ ଆକର୍ଷଣରେ ତୋତା ଦକ୍ଷିଣେଶ୍ୱରରେ ଏକାଦିକ୍ରମେ 11 ମାସ ଅବସ୍ଥାନ କରିବାକୁ ବାଧ୍ୟ ହୋଇଥିଲେ। ଠାକୁରଙ୍କର କି ଅଦ୍ଭୁତ ମୋହିନୀ ଶକ୍ତି ଥିଲା ତାହା ଏଥିରୁ ଜଣାପଡ଼େ। ଦକ୍ଷିଣେଶ୍ୱରରେ ରହୁଥିବା ବେଳେ ଲଙ୍ଗୁଳି ବାବା ତୋତାପୁରୀ ପଞ୍ଚବଟିର ବୃକ୍ଷ ତଳେ ଆସନ କରି ସେଠାରେ ଅବସ୍ଥାନ କରୁଥିଲେ ଏବଂ ପାଖରେ ଦିନରାତି ଧୂନି ଜାଳି ରଖୁଥିଲେ। ନାଗା ସାଧୁମାନେ ଅଗ୍ନିକୁ ମହାପବିତ୍ର ବୋଲି ମନେ କରନ୍ତି। ଖରା ହେଉ କି ବର୍ଷା ହେଉ ଲଙ୍ଗୁଳିଙ୍କ ଧୂନି ସବୁବେଳେ ଜଳୁଥାଏ। ଦିନକର କଥା, ଠାକୁର ସନ୍ଧ୍ୟା ପରେ ପୁରୀଜୀଙ୍କ ଧୂନି ପାଖରେ ବସିଥାନ୍ତି। ଏ ସମୟରେ ବଗିଚାରେ ଚାକର ମାଳିଙ୍କ ଭିତରୁ ଜଣଙ୍କର ବିଡ଼ି ଖାଇବାର ବିଶେଷ ଇଚ୍ଛା ହେଲା। ସେ ବିଡ଼ି ଖଣ୍ଡିକ ମୁହଁରେ ଧରି ସେହି ଧୂନିରୁ ଖଣ୍ଡିଏ ଜଳନ୍ତା କାଠ କାଢ଼ି ସେଥିରେ ନିଆଁ ନେବାକୁ ବସିଲା। ଖଣ୍ଡିଏ ଜଳନ୍ତା କାଠ କାଢ଼ିଛି କି ନାହିଁ ତା ଉପରେ ତୋତାପୁରୀଙ୍କର ଦୃଷ୍ଟି ପଡ଼ିଗଲା। ସେ ଦୃଶ୍ୟରେ ସେ ଅତ୍ୟନ୍ତ ବିରକ୍ତ ଓ କ୍ରୁଦ୍ଧ ହୋଇ ଉଠିଲେ ଏବଂ ତୀବ୍ର ଭାବରେ ତାକୁ ଗାଳି ଗୁଲଜ ଆରମ୍ଭ କରିଦେଲେ। ଏପରିକି ଚିମୁଟା ଉଠାଇ ତାକୁ ପାହାରେ 2 ପାହାରେ ମାରିବାକୁ ମଧ୍ୟ ଚିହିଁକି ଉଠିଲେ। ଠାକୁର ସେତେବେଳେ ଅର୍ଦ୍ଧଅବାଗିଆ ଦଶାରେ ଥାଇ ମଧ୍ୟ ତାଙ୍କର ଏ କାଣ୍ଡ ଦେଖି ହସି ଉଠିଲେ। ତୋତାପୁରୀ ଠାକୁରଙ୍କ ଏପରି ହସିବାର ଦେଖି ଆଶ୍ଚର୍ଯ୍ୟ ହୋଇ କହିଲେ, ତୁମେ ଏପରି ହସୁଛ କାହିଁକି? ଠାକୁର ହସି ହସି କହିଲେ, ତୁମର ବ୍ରହ୍ମଜ୍ଞାନର ଦୌଡ଼ ଦେଖି ହସୁଛି। ଏହି ମୁହୂର୍ତ୍ତରେ କହୁଥିଲେ, ବ୍ରହ୍ମ ବିନା ତୃତୀୟ ସତ୍ତା ନାହିଁ। ଜଗତର ସମସ୍ତ ବସ୍ତୁ ବ୍ୟକ୍ତି ତାଙ୍କର ପ୍ରକାଶ। ପୁଣି ପରକ୍ଷଣରେ ସବୁ କଥା ଭୁଲିଯାଇ ମଣିଷକୁ ମାରିବାକୁ ଚିହିଁକି ଯାଉଛ। ସେଥିପାଇଁ ହସୁଛି। ଆହା, ମାୟାର କି ପ୍ରଭାବ! ତୋତାପୁରୀ ଏକଥା ଶୁଣି ଗମ୍ଭୀର ହୋଇ କିଛି ସମୟ ଚୁପ୍ ରହିଲା ପରେ ଠାକୁରଙ୍କୁ ସମ୍ବୋଧନ କରି କହିଲେ, ଠିକ୍ କହିଛ। କ୍ରୋଧରେ ସବୁ କଥା ବାସ୍ତବିକ ଭୁଲି ଯାଇଥିଲି। କ୍ରୋଧ ବଡ଼ ଖରାପ ଜିନିଷ। ଆଜିଠାରୁ ଆଉ କ୍ରୋଧ କରିବି ନାହିଁ। ଏହି ମୁହୂର୍ତ୍ତରୁ କ୍ରୋଧ ପରିତ୍ୟାଗ କଲି। ସତକୁ ସତ ସେହି ଦିନଠାରୁ ସ୍ୱାମୀଜୀଙ୍କୁ ଆଉ କେହି କ୍ରୋଧ ହେବାର ଦେଖି ନାହିଁ। ତୋତାପୁରୀଙ୍କ ପାଖରେ ଗୋଟାଏ ଲୋଟା, ଗୋଟାଏ ଦୀର୍ଘ ଚିମୁଟା ଓ ଗୋଟାଏ ହରିଣ ଚମଡ଼ାର ଆସନ ବ୍ୟତୀତ ଆଉ କିଛି ନଥିଲା। ଏହାଛଡ଼ା ସେ ଗୋଟିଏ ମୋଟା ଚଦରରେ ନିଜ ଦେହକୁ ସର୍ବଦା ଆବୃତ କରି ରଖୁଥିଲେ। ଲୋଟା ଓ ଚିମୁଟାକୁ ସେ ସବୁବେଳେ ମାଳି ଚକଚକ କରି ରଖୁଥିଲେ। ପୁରୀଜୀଙ୍କ ନିତ୍ୟ ଧ୍ୟାନ ଅନୁଷ୍ଠାନ କରୁଥିବା ଦେଖି ଦିନେ ଠାକୁର ତାଙ୍କୁ ପଚାରିଲେ, ତୁମର ତ ବ୍ରହ୍ମଲାଭ ହୋଇଛି, ତୁମେ ସିଦ୍ଧ ହୋଇଛ, ପୁଣି କାହିଁକି ସବୁବେଳେ ଧ୍ୟାନାଭ୍ୟାସ କରୁଛ? ଏକଥା ଶୁଣି ତୋତା ଠାକୁରଙ୍କୁ କୋମଳ ଭାବରେ କହିଲେ, ଚକଚକ କରୁଥିବା ଲୋଟାଟି ଆଗକୁ ଆଙ୍ଗୁଳି କରି କହିଲେ, କିପରି ଚକଚକ ଉଜ୍ଜଳ କରୁଛି ଦେଖୁଛ ତ? ଆଉ ମୁଁ ଯଦି ତାକୁ ସବୁଦିନ ନ ମାଜେ ତାହେଲେ ମଇଳା ହୋଇଯିବନି କି? ମନ ମଧ୍ୟ ଠିକ୍ ସେହିପରି। ଧ୍ୟାନାଭ୍ୟାସ କରି ମନକୁ ସବୁବେଳେ ମଜା ଘଷା ନ କଲେ ମନ ମଧ୍ୟ ମଳିନ ହୋଇଯାଏ। ତୀକ୍ଷ୍ଣ ବୁଦ୍ଧି ସମ୍ପନ୍ନ ଠାକୁର ଗୁରୁଙ୍କ କଥା ସ୍ୱୀକାର କରି କହିଲେ, କିନ୍ତୁ ଯଦି ସୁନାର ଲୋଟା ହୁଏ ତାହେଲେ ସବୁଦିନ ନ ବାଜିଲେ ମଧ୍ୟ ମଇଳା ହେବନି କି? ତୋତାପୁରୀ ହସି ହସି କହିଲେ, ହଁ, ସେ କଥା ସତ। ବୁଝିଥିଲେ ଠାକୁରଙ୍କ ମନ ବାସ୍ତବରେ ସୁନାର ଲୋଟା ଭଳି ଉଜ୍ଜ୍ୱଳ। ଗୁରୁ ଶିଷ୍ୟଙ୍କର ଭାବର ଆଦାନ ପ୍ରଦାନ ପ୍ରଥମରୁ ଶେଷ ଯାଏଁ ଚାଲିଥିଲା। ଠାକୁର ପ୍ରତିଦିନ ସକାଳେ ଆଉ ସନ୍ଧ୍ୟାବେଳେ କରତାଳି ଦେଇ ଏବଂ ନୃତ୍ୟ କରି କରି ହରି ବୋଲ, ହରି ଗୁରୁ ହରି ବୋଲି ଉଚ୍ଚସ୍ୱରରେ ଭଜନ କରନ୍ତି। ଏହା ତାଙ୍କର ବାଲ୍ୟକାଳର ଅଭ୍ୟାସ। ବର୍ତ୍ତମାନ ବେଦାନ୍ତର ଅଦ୍ୱୈତ ଭାବରେ ନିର୍ବିକଳ୍ପ ସମାଧି ଲାଭ କଲା ପରେ ମଧ୍ୟ ସେ ସବୁଦିନ ଏପରି କରୁଥାନ୍ତି। ଦିନେ ପଞ୍ଚବଟିରେ ଅପରାହ୍ନ ସମୟରେ ପୁରୀଙ୍କ ପାଖରେ ବସି ନାନା ଧର୍ମକଥା ଆଲୋଚନା କରୁ କରୁ ସନ୍ଧ୍ୟା ହୋଇ ଆସିଲା। ସନ୍ଧ୍ୟା ଆସିବା ଦେଖି ଠାକୁର ବାକ୍ୟାଳାପ ବନ୍ଦ କରି ପୂର୍ବ ଭଳି କରତାଳି ଦେଇ ହରିବୋଲ ଶବ୍ଦ କରି ନୃତ୍ୟ ସହ ଭଗବାନଙ୍କ ଭଜନ ଆରମ୍ଭ କରିଦେଲେ। ପୁରୀଜୀ ଠାକୁରଙ୍କର କାଣ୍ଡ ଦେଖି ଅବାକ ହୋଇ ଭାବିଲେ ଯେ ବେଦାନ୍ତ ବର୍ଗରେ ଏତେ ଉତ୍ତମ ଅଧିକ ରହି ମଧ୍ୟ ମାତ୍ର 3 ଦିନରେ ନିର୍ବିକଳ୍ପ ସମାଧି ଲାଭ କରିପାରିଲେ। ହୀନାଧିକାରୀଙ୍କ ଭଳି ତାଙ୍କର ଏପରି ଅନୁଷ୍ଠାନ କାହିଁକି? ପ୍ରକାଶରେ ସାମାନ୍ୟ ବିଦ୍ରୂପମିଶ୍ର ସ୍ୱରରେ କହିଲେ, ଆରେ କ୍ୟୁଁ ରୋଟି ଠୋକତେ ହୋ? ଠାକୁର ଏହା ଶୁଣି ହସି ହସି କହିଲେ, ମୁଁ ଈଶ୍ୱରଙ୍କ ନାମ କରୁଛି, ଆଉ ତୁମେ କ'ଣ କହୁଛ କ'ଣ ନା ମୁଁ ରୁଟି ସେକୁଛି? ପୁରୀଜୀ ଠାକୁରଙ୍କ ତୁଣ୍ଡରେ ବାଳକ ସୁଲଭ କଥା ଶୁଣି ହସି ଉଠିଲେ ଏବଂ କ୍ରମେ ବୁଝିପାରିଲେ ଯେ ଠାକୁରଙ୍କର ଏପ୍ରକାର ଅନୁଷ୍ଠାନ ନିରର୍ଥକ ନୁହେଁ। ତୋତାପୁରୀଙ୍କ ପଶ୍ଚିମ ଭାରତୀୟ ଶରୀରଟି ଖୁବ୍ ସୁସ୍ଥ ସବଳ ଥିଲା। ଶରୀରରେ ନାନା ପ୍ରକାର ଅସୁସ୍ଥତା କିପରି ହୁଏ ତାହା ତାଙ୍କୁ ଆଦୌ ଜଣା ନଥିଲା। କିନ୍ତୁ ବଙ୍ଗଦେଶର ଜଳବାୟୁରେ କେତୋଟି ମାସ ରହିଲା ପରେ ତାଙ୍କର ସେହି ଦୃଢ଼ ବଳିଷ୍ଠ ଶରୀରରେ ମଧ୍ୟ ରୋଗ ପ୍ରବେଶ କଲା। ତୋତାପୁରୀ କଠିନ ରକ୍ତ ଆମାଶୟ ରୋଗରେ ଆକ୍ରାନ୍ତ ହୋଇପଡ଼ିଲେ। ଦିନ ରାତି ପେଟରେ ଯନ୍ତ୍ରଣା ହେଲା। ଏପରି ଯନ୍ତ୍ରଣା ହେଲା ଯେ ତାଙ୍କର ଧୀରସ୍ଥିର ସମାଧିସ୍ଥ ମାନବାଦୀ ଅନେକ ସମୟରେ ବ୍ରହ୍ମ ସ୍ୱଭାବରେ ବିଚ୍ୟୁତ ହୋଇ ଶରୀର ଉପରେ ନିବିଷ୍ଟ ହେବାକୁ ଲାଗିଲା। ସ୍ୱାମୀଜୀ କ୍ରମଶଃ ଏହି ହାଡ଼ ମାଂସର ପଞ୍ଜରଟି ଉପରେ ଅତ୍ୟନ୍ତ ବିରକ୍ତ ହୋଇ ଉଠିଲେ। ସେ ଭାବିଲେ, ମୁଁ ଠିକ୍ ଜାଣେ ଯେ ମୁଁ ଏହି ଶରୀର ନୁହେଁ, ତେବେ ଏହି ପଚା ଦେହଟା ସାଙ୍ଗରେ ରହି ମୁଁ କାହିଁକି ଏତେ ଯନ୍ତ୍ରଣା ଭୋଗ କରିବି? ଏହା ଭାବି ଦିନେ ଗଭୀର ରାତ୍ରିରେ ସେ ଆପଣା ଶରୀରକୁ ଗଙ୍ଗା ବକ୍ଷରେ ବିସର୍ଜନ କରିବାକୁ ମନସ୍ଥ କରି ଧୀରେ ଧୀରେ ନଦୀ ଭିତରକୁ ପ୍ରବେଶ କଲେ। ସେତେବେଳେ ସେ ଖୁବ୍ ଯତ୍ନରେ ମନକୁ ବ୍ରହ୍ମଚିନ୍ତାରେ ସ୍ଥିର ରଖି କ୍ରମେ ଗଭୀର ଜଳ ମଧ୍ୟକୁ ପ୍ରବେଶ କଲେ। କିନ୍ତୁ କି ଆଶ୍ଚର୍ଯ୍ୟ! ଗଭୀର ଭାଗୀରଥୀ କ'ଣ ଆଜି ସତକୁ ସତ ତାଙ୍କ ପାଇଁ ଶୁଷ୍କ ହୋଇଗଲା? ନଦୀର ଜଳ ତୋତାପୁରୀଙ୍କ ଛାତି ପର୍ଯ୍ୟନ୍ତ ମାତ୍ର ହେଲା, ଆଉ ଅଧିକ ହେଲା ନାହିଁ।
ତୋତାପୁରୀ ଅବାକ୍ ହୋଇଗଲେ। ଏ କ'ଣ ଦୈବୀ ମାୟା? ବୁଡ଼ି ମରିବା ଲାଗି ଯେତିକି ପାଣି ଦରକାର ସେତିକି ମଧ୍ୟ ଏହି ମୁହୂର୍ତ୍ତରେ ନଦୀରେ ନାହିଁ। ଏ କି ଅପୂର୍ବ ଲୀଳା ଭଗବାନଙ୍କର! ସେପରି ବିସ୍ମୟ ଓ ବିମୂଢ଼ତାରେ ଆଚ୍ଛନ୍ନ ରହି ଭାବୁଛନ୍ତି। ହଠାତ୍ ତାଙ୍କ ଆଗରେ ଏକ ଉଜ୍ଜ୍ୱଳ ଆଲୋକ ଉଦ୍ଭାସିତ ହେଲା। ସେ ପୁଲକିତ ସ୍ୱରରେ ଚିତ୍କାର କରି ଉଠିଲେ, ମା ମା ମା, ବିଶ୍ୱଜନନୀ ମା, ଅଚିନ୍ତ୍ୟ ସ୍ୱରୂପିଣୀ ମା, ଜଳେ ମା, ସ୍ଥଳେ ମା, ଦେହରେ ମା, ମନରେ ମା, ଯନ୍ତ୍ରଣା ମା, ସୁସ୍ଥତା ମା, ଜ୍ଞାନ ମା, ଅଜ୍ଞାନ ମା, ଜୀବନ ମା, ମୃତ୍ୟୁ ମା, ଯାହା କିଛି ଦେଖୁଛି, ଶୁଣୁଛି, ଭାବୁଛି, କଳ୍ପନା କରୁଛି ସବୁ ମା। ପୁଣି ଶରୀର ମନ ବୁଦ୍ଧିର ଆରପରେ ମଧ୍ୟ ସେଇ ମା, ତୁରୀୟ ନିର୍ଗୁଣା ମା। ଏତେ ଦିନ ଧରି ଯାହାଙ୍କୁ ବ୍ରହ୍ମ ବୋଲି ଉପାସନା କରି ତୋତାପୁରୀ ପ୍ରାଣର ଭକ୍ତି ପ୍ରେମ ଦେଇ ଆସିଛନ୍ତି, ସେ ହିଁ ମା। ଶିବଶକ୍ତି ଏକାଧାରରେ ହର ଗୌରୀ ମୂର୍ତ୍ତିରେ ଅବସ୍ଥିତା। ବ୍ରହ୍ମ ଓ ବ୍ରହ୍ମଶକ୍ତି ଅଭେଦ। ତୋତା ମନରେ ଏହା ଅନୁଭବ କରୁ କରୁ ଜଳ ଭିତରୁ ଧୀରେ ଧୀରେ ଉପରକୁ ଉଠି ଆସିଲେ। ଶରୀରରେ ଯନ୍ତ୍ରଣା ଥିଲେ ସୁଦ୍ଧା ବର୍ତ୍ତମାନ ତାର ଆଉ ଅନୁଭବ ନଥିଲା।